ବାହାଘର ହଉ, ବ୍ରତଘର ହଉ କି କିଛି ବି ଛୋଟ ଛୋଟ ଓକେଜନରେ କ୍ଷୀରି ସମସ୍ତଙ୍କର ଘରେ ବନିଥିସି। ସବୁ ପୂଜାରେ ବି ପ୍ରାୟ ସମସ୍ତଙ୍କର ଘରେ କ୍ଷୀରି ବନିଥିସି। ଆଉ କ୍ଷୀରି ଏନ୍ତା ଗୋଟେ ଜିନିଷ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗ୍ସି ଖାଇବାର୍ ଲାଗି। ତ ଆଜି ଆମେ ବନାମା କ୍ଷୀରିର ରେସିପି। ମୋ ଷ୍ଟାଇଲରେ ମୁଇଁ ବନାବି, ସମସ୍ତଙ୍କର ବନାବାର ପ୍ରୋସେସ୍ ଅଲଗା ଅଲଗା କିନ୍ତୁ ଆଜି ମୁଇଁ ମୋ ଷ୍ଟାଇଲରେ ବନାବି। ଭିଡ଼ିଓଟାକେ ପୁରା ଦେଖିବେ, ଭିଡ଼ିଓ ଭଲ ଲାଗବା ବୋଲେ ଭିଡ଼ିଓଟାକେ ଜରୁର ଲାଇକ୍ କରିଦେବେ। ତ କ୍ଷୀରି ବନାବାର ଲାଗି ମୁଇଁ ଏଇନେ ଗ୍ୟାସରେ ଚଢ଼େଇ ଦେଇଛି ପାଣି ଗରମ ହେବାର ଲାଗି। ଆପଣ କ୍ଷୀରରେ ବି ବନେଇ ପାରବେ, ମୁଇଁ ଏଇନେ ଅମୁଲରେ ବନାବି। ତ ଏଇନେ ଗ୍ୟାସର ଫ୍ଲେମ୍ଟାକେ ଆମେ ହାଇରେ ରଖିଦେମା। ହାଇ ଫ୍ଲେମ୍ରେ ଆମେ ପାଣିଟାକେ ଫୁଟବାର ଲାଗି ଛାଡ଼ିଦେମା। ଏବେ ଏଇନେ ମୁଇଁ ନଉଛେ 250 ଗ୍ରାମର ଅରୁଆ ଚାଉଳ। ମୁଇଁ ପ୍ଲେନ୍ ଚାଉଳ ନଉଛେ, ଘରେ ଥିବା ଆମର ଯେନ୍ ଅରୁଆ ଚାଉଳ ରହିସି ସେଇ ଚାଉଳରେ ହିଁ ମୁଇଁ ବନାବି। ଆପଣ ଚାହିଁଲେ ବାସମତୀ ଚାଉଳ ନେଇ ପାରବେ। ଆପଣ ଏଇନେ କ୍ଷୀରି ଚାଉଳରେ ବି ଆପଣ ବନେଇ ପାରବେ କ୍ଷୀରିକେ। ତ ଏଇନେ ମୁଇଁ ନଉଛେ 250 ଗ୍ରାମର, ଆପଣ କମ୍ ଅଧିକା କରିପାରବେ। ଏବେ ଆମେ ଚାଉଳଟାକେ 3-4 ଥର ଭଲ ଭାବେ ସଫା ପାଣିରେ ଧୋଇଦେମା। ତ ଏଇନେ ଆପଣ ଦେଖିପାରୁଥିବେ ମୁଇଁ ଧୋଇ କରି ଆନି ଆଇଛେ। ଏବେ ଏଇନେ ପାଣି ଆପଣ ଦେଖିପାରୁଥିବେ, ପାଣି ବହୁତ ବଢ଼ିଆ ଭାବେ ଫୁଟି ଯାଇଥିଲା। ମୁଇଁ ଗ୍ୟାସର ଫ୍ଲେମ୍ଟାକେ ଲୋରେ ରଖିଦେଇଛେ। ଏବେ ଆମେ ଚାଉଳଟାକେ ଯେନ୍ ଧୋଇ କରି ରଖିଥିଲା ସେ ଚାଉଳଟାକେ ଆମେ ଏଥିରେ ଦେଇଦେମା। ଆଉ ଗ୍ୟାସର ଫ୍ଲେମ୍ଟାକେ ଆମେ ମିଡ଼ିୟମରେ ରଖିଦେମା। ସେଥିରେ ଆମେ 4-5ଟା ଆମେ ତେଜପତ୍ର ଦେଇଦେମା, ବହୁତ ବଢ଼ିଆ ବାସ୍ନା ଆସବା। ଏବେ ଆମେ ଛାଡ଼ିଦେମା ତାକେ ମିଡ଼ିୟମ ଫ୍ଲେମ୍ରେ ଫୁଟବାର ଲାଗି, ମାନେ ସିଝବାର ଲାଗି ବି। ଏବେ ଆମେ ଯିମା ନେକ୍ସଟ ଷ୍ଟେପ୍କେ। ତ ଇନେ ଆମେ କିଛି ଡ୍ରାଏ ଫ୍ରୁଟ୍ସ ନେମା। ତ ତାର୍ ଲାଗି ମୁଇଁ ଇନେ କିସମିସ୍ ନଉଛେ। କିସମିସ୍ ଇନେ ଅଛେ 2-3 ଚାମଚ ଅଛେ। ଆଉ ଇନେ ଅଛେ କାଜୁ ଅଛେ, କାଜୁ ବି 2-3 ଚାମଚ ଅଛେ। ଆଉ ସବୁ ଗୋଟା ଗୋଟା ଅଛେ, ଆପଣ ଚାହିଁଲେ ତାକେ ଖଣ୍ଡ କରି କରି ବି ଛୋଟ ଛୋଟ ଆକାରରେ ଆପଣ ନେଇପାରବେ। ଏବେ ଆମେ କାଣା କରମା, କିସମିସ୍ ଆଉ କାଜୁକେ ଆମେ ଘିଅରେ ତାକେ ଭାଜିଦେମା। ତ ଇନେ ଆମେ କଢ଼େଇ ଗରମ ହେବାର ଲାଗି ରଖିଦେଇଛେ। ସାଇଡ୍ ଆଡ଼େ ଆପଣ ଦେଖିପାରୁଥିବେ କ୍ଷୀରି ଆମର ସିଝୁଛେ। ଏବେ ଇନେ ମୁଇଁ ଦେଶୀ ଘି ନଉଛେ 1 ଚାମଚ, 1 ବଡ଼ ଚାମଚ ଅଛେ। କାଫି ଏଇଟାକେ ଭାଜବାର ଲାଗି 1 ଚାମଚରେ। ତ ଯେତେବେଳେ ଘିଟା ଗରମ ହେଇଯିବା, ବେଶୀ ବି ଗରମ ନି କରବେ ଘିକେ, ନହେଲେ ପୁଡ଼ି ଯିସି। ଫାଷ୍ଟ ଆମେ କାଜୁକେ ଦେଇଦେମା। କାଜୁଟା କାଞ୍ଜିକି ଟିକେ ଭାଜବାର ଲାଗି ଟାଇମ୍ ଲାଗ୍ସି। ଏକା ସାଙ୍ଗେ କିସମିସ୍ ଆଉ କାଜୁକେ ଆପଣ ନେଇଦେବେ। ଫାଷ୍ଟ ଆପଣ କାଜୁକେ ଦେଇଦେବେ, ଆଉ ହାଲକା ତାକେ ଟିକେ ବ୍ରାଉନ ହେବାର ଯାଏ ତାକେ ଭାଜିଦେବେ। ଟିକେ ହାଲକା ବ୍ରାଉନ ହେଲା ପରେ ମୁଇଁ ଏଇନେ କିସମିସଟାକେ ଦେଇ ଦେଇଛେ। କିସମିସକେ ଦେଇ ସାରିଲା ପରେ ଆମେ କିଛି ସେକେଣ୍ଡ ଆମେ ଭାଜିଦେମା। ଆଉ ଆପଣ ଦେଖିପାରୁଥିବେ କିସମିସ୍ ଫୁଲି ଆସିଲାନ, ସେଟା ପୁରା ଫୁଲିଯିବା ସେତେବେଳେ ଯେ ଆମେ ତାକେ ଭାଜିଦେମା। ତ ଇନେ ଆପଣ ଦେଖିପାରୁଥିବେ କିସମିସ୍ ପୁରା ଫୁଲିକରି ରେଡ଼ି ହେଇଯାଇଛେ। ତ ଆମେ ଗ୍ୟାସକେ ବନ୍ଦ କରିଦେମା, ଆଉ ତାକେ ଗୋଟେ ପ୍ଲେଟ୍ରେ ବାହାର କରିଦେମା। ଆଉ ଇନେ ଦୁହିଟା ଆମର ବଢ଼ିଆ ଭାବେ ଭାଜି ହେଇଛେ, ଦେଖିପାରୁଥିବେ। କାଜୁର କଲର ବି ପୁରା ପଲେଇ ଆସିଲା। ଟିକେ ହାଲକା କାଜୁ ମାନେ ଭାଜି ହେବା, ତାପରେ ଆପଣ କିସମିସଟାକେ ଦେଇଦେବେ। ତ ଦୁହିଟା ବହୁତ ବଢ଼ିଆ ଭାବେ ଭାଜି ଆସି। ଆଉ ଇନେ ରେଡ଼ି ହେଇଗଲା କାଜୁ ଆଉ କିସମିସ୍। ତ ତାକେ ଆମେ ସାଇଡରେ ରଖିଦେମା। ଆଉ ଏବେ ଆମେ ଯିମା ନେକ୍ସଟ ଷ୍ଟେପ୍କେ। ତ ଇନେ ମୁଇଁ ଗୋଟେ ଡୁଆଟେ ବସେଇ ଦେଇଛେ, ଗ୍ୟାସକେ ଅନ୍ କରିଦେଇଛେ। ଆଉ ଏବେ ମୁଇଁ ଆପଣକେ ବତାବି କି ଭୁଜିରେ ଯେନ୍ କଲର ଆଇସି କ୍ଷୀରିର, ସେ କଲର କେନ୍ତା ହେସି। ତ ମୁଇଁ ଗୋଟେ ଡୁଆଟେ ବସେଇଛେ, ଡୁଆରେ ମୁଇଁ 1 ଚାମଚ ମୁଇଁ ଚିନି ଦେଇଦେବି। ଆଉ ତାକେ ବିଲକୁଲ ବି ଟଚ୍ ନି କରବେ, ତାକେ ଏନ୍ତା ହିଁ ଛାଡ଼ିଦେବେ, ସେଟା ମେଲ୍ଟ ହେଇଯିବା। ଟିକେ ଦେଖିବେ ତାର କଲର ଚେଞ୍ଜ ହେବା, ରେଡ୍ କଲର, ବ୍ରାଉନ କଲର, ଡାର୍କ ବ୍ରାଉନ କଲର ଆସିବା। ସେତେବେଳେ ଯେ ଆପଣ ଚିନିଟାକେ ମେଲ୍ଟ ହେବାର ଲାଗି ଛାଡ଼ିଦେବେ, ମାନେ କ୍ୟାରାମେଲାଇଜ କରମା ଆମେ ଚିନିଟାକେ। ତ ଇନେ ଆପଣ ଦେଖିପାରୁଥିବେ ଚିନି ଆମର ମେଲ୍ଟ ହେଇଯାଇଛେ। ତ ଇନେ ଆମେ ଗ୍ୟାସକେ ବନ୍ଦ କରିଦେବି, ନହେଲେ ଆମର ଯେନ୍ ଚିନି ଅଛି ସେଟା ପୋଡ଼ିଯିବା। ଯେହେତୁ ମୁଇଁ ଡୁଆରେ କରୁଛେ, ଆଉ ଯଦି ଗୋଟେ ଭାରି ଜିନିଷରେ ଆପଣ କରୁଥିବେ ତ ଚିନିଟାକେ ଆପଣ ପୁରା ମେଲ୍ଟ ହେବାର ଲାଗି ଛାଡ଼ିଦେବେ। ତ ଏନେ ମୁଇଁ ଗ୍ୟାସକେ ବନ୍ଦ କରିଦେଇଛି। ଆଉ ଜଷ୍ଟ ଟିକେ ତାକେ ଏପଟ ସେପଟ କରିଦେବେ ନା, ତ ଆମର ଯେନ୍ ବାକି ଚିନି ଥିଲା ସେଟା ବି ମେଲ୍ଟ ହେଇଯିବା, ଆଉ ତାର କଲର ଚେଞ୍ଜ ହେଇଯିବା। ତ ଇନେ ଦେଖିପାରୁଥିବେ ପୁରା କଲର ଚେଞ୍ଜ ହେଇଯାଇଛେ। ତ ଏବେ ଆମେ କାଣା କରମା, ପାଣି ନେମା। ଆଉ ଫାଷ୍ଟ ଆମେ ପାଣି ଦେଇଦେମା। ଡାଇରେକ୍ଟ ଆପଣ ଯଦି ଚାଉଳରେ ଦେଇଦେବେ ତ ଆପଣଙ୍କର ଉପରକେ ଛିଟା ଆସିବା। ସେଥିର୍ଲାଗି ମୁଇଁ ଇନେ ପାଣିଟା ଆଗରୁ ଦେଇ ଦଉଛେ। ତାରପରେ ଆମେ କାଣା କରମା, ଚାଉଳରେ ଆମେ ମିଶେଇଦେମା। ଚିନିରେ ଆମେ ଯେତେବେଲେ ପାଣିଟା ଦେସୁଁ ସେଟା ବହୁତ ଟାଣ ହେଇଯିସି, କିନ୍ତୁ ଆମେ ଯେତେବେଲେ ଚାଉଳରେ ଆମେ ମିଶାମା ସେଟା ଧୀରେ ଧୀରେ କରି ମେଲ୍ଟ ହେଇଯିବା, ଆଉ ଚାଉଳ ସାଙ୍ଗେ ଭଲ ଭାବେ ଚିନିଟା ମିଶିଯିବା। ତ ଟିକେ ଟାଇମ୍ ଲାଗ୍ବା ଏଇଟା। ତ ମୁଇଁ କାଣା କରବି ନା, ମୁଇଁ ଯେନ୍ ଗଞ୍ଜ ଅଛେ ସେ ଗଞ୍ଜରେ ମୁଇଁ ଡୁଆଟାକେ ରଖିଦେବି। ତ ସେଟା ନିଜେ ନିଜେ ହିଁ ସେଟା ମେଲ୍ଟ ହେଇଯିବା। ତ ଇନେ ଆପଣ ଦେଖିପାରୁଥିବେ ଭିଡ଼ିଓରେ ମୁଇଁ ଯେନ୍ ପ୍ରକାର ଦେଖଉଛେ। ତ କିଛି ଟାଇମ୍ ପରେ ଆପଣ କେମିତି ଦେଖଉଛେ, ଇଟା ଭଲ ଭାବେ ମେଲ୍ଟ ହେଇଯାଇଛେ। ଆଉ କଲର ବି ଆପଣ ଦେଖିପାରୁଥିବେ ବହୁତ ବଢ଼ିଆ କଲର ଆସିଯାଇଛି, ଯେନ୍ତା କି ଆମେ ଭୋଜିରେ ଖାଇଥିସୁଁ କ୍ଷୀରି, ଠିକ୍ ସେଇ ଭଳିଆ। ଆଉ ଯେତେବେଲେ ଆମେ ଅମୁଲଟାକେ ଏଇଥିରେ ମିଶାମା, ତାରପରେ କଲର ଟିକେ ଚେଞ୍ଜ ହେଇଯିବା।
ଆଉ ଇନେ ଆପଣ ଦେଖିପାରୁଥିବେ ଆମର ଚାଉଳ ବି 10 ରୁ 15 ମିନିଟ୍ ହେଇଗଲା ଏଟାକେ ସିଝିବାର ଲାଗି। ଆଉ ଦେଖିପାରୁଥିବେ ସିଝି ଯାଇଛି, କିନ୍ତୁ ଇଟା ଆହୁରି ସିଝବା। ଜଣେ ଜଣେ କାଣା କରସନ୍ ନା ଇ ଷ୍ଟେଜରେ ଚିନିଟାକେ ଦେଇ ଦେସନ୍। ଯଦି ଆପଣ ଚିନିଟାକେ ଦେଇଦେବେ ହେଲେ ଆମର ଚାଉଳ ବିଲକୁଲ ବି ନି ସିଝେ ଭଲ ଭାବେ। ତ ଆପଣ ପୁରା ଭାବେ ମାନେ ଚାଉଳଟାକେ ସିଝାବେ, ତାରପରେ ଚିନି କି ଅମୁଲଟାକେ ଦେବେ। ତ ଇ ଷ୍ଟେଜରେ ମୁଇଁ ଅମୁଲ କେ ବି ନି ଦିଏ। ତ ଆଉ ଟିକେ ସିଝବା ତାରପରେ ମୁଇଁ ଅମୁଲ ଦେବି। ଅମୁଲ କେ ଗୁଲବାର ଲାଗି ମୁଇଁ ଇନେ ପାଣି ଟିକେ ଗରମ କରି ରଖି ଦେଇଥିଲି। ତ ଇନେ ମୁଇଁ ନଉଛେ ସେଇ କପଟା ଯେନ୍ କପରେ ମୁଇଁ ଚାଉଳଟାକେ ଦେଇଥିଲି। ତ ସେମ୍ କପରେ ମୁଇଁ ଇନେ 250 ଗ୍ରାମର ଇନେ ଅମୁଲ ଦଉଛେ। ତ ଇନେ ଆପଣ ଦେଖିପାରୁଥିବେ ସେମ୍ କପେ 250 ଗ୍ରାମର କପେ। ତ ମୁଇଁ ତାକେ ଧୀରେ ଧୀରେ କରି ପାଣିରେ ଦେବି, ଏକା ସାଙ୍ଗେ ଆପଣ ନି ଦେବେ ଲମ୍ସ ହେଇଯିବା। ତ ଧୀରେ ଧୀରେ କରି ଆପଣ ଅମୁଲଟାକେ ଦେବେ ଆଉ ତାକେ ମାନେ ମିଲାତେଲ୍ ଯିବେ। ତ ଇନେ ମୁଇଁ ଗୋଟେ ଚାମଚର ହେଲ୍ପରେ ତାକେ ଭଲ ଭାବେ ମିଶେଇ ଦଉଛେ। ଆଉ ଇନେ ସବୁଟାକେ ମୁଇଁ ଦେଇଦେଲି ଲାଷ୍ଟରେ। ଆଉ ଏବେ ସବୁଟାକେ ମୁଇଁ ଭଲ ଭାବେ ଗୋଲେଇ ଦେବି। ଆପଣ ଅମୁଲର କ୍ୱାଣ୍ଟିଟି କି ଆପଣ କମ୍ ଅଧିକା କରିପାରିବେ। ଏବେ ଇନେ ଆପଣ ଦେଖିପାରୁଥିବେ ଚାଉଳ ଆମର ବହୁତ ବଢ଼ିଆ ଭାବେ ସିଝି ଯାଇଛି। ତ ଇନେ ଏବେ ଇ ଷ୍ଟେଜରେ ଆମେ ଅମୁଲର ଯେନ୍ ପାଣି ଅଛି ସେଟାକେ ଧୀରେ ଧୀରେ କରି ଆମେ ଗୋଲାତେଲ୍ ଯିମା। ତ ଇନେ ଆପଣ ଦେଖିପାରୁଥିବେ। ତ ଆପଣ ପାଣି କେ ଠିକ୍ ନେଇଥିବେ, କାହିଁକି ଆମେ ଅମୁଲ ପାଣିଟା ବି ଦେସୁଁ। ତ ଇନେ ଆପଣ ଦେଖିପାରୁଥିବେ ଯେନ୍ ପାଣି ଆମର ଶୁଖି ଯାଇଥିଲା, ଅମୁଲ ପାଣି ଦେଲା ପରେ ସେଟା ଆଉ ଟିକେ ବେଶୀ ହେଇଗଲା। ତ ଆପଣ ପାଣି କେ ବେଶୀ ନି ଦେବେ। ଯଦି ଆପଣ ଗାढ़ା କରବାର ଲାଗି ଚାହୁଁଛନ୍ କ୍ଷୀରିଟାକେ, ଆଉ ଯଦି ପାଣିଆ କରବାର ଲାଗି ଚାହୁଁଛନ୍ ତ ଆପଣ ଇନେ ଅଧା ଗ୍ଲାସ ପାଣି ଆଉ ଟିକେ ମିଶେଇ ପାରବେ। ଆଉ ଯଦି ପାଣି ମିଶଉଛନ୍ ତ ଆପଣ ଟିକେ ଗରମ ପାଣି କରି ଆପଣ ଦେବେ। ଆଉ ଥଣ୍ଡା ପାଣି ଆପଣ ନି ଦେବେ। ଇନେ ଆପଣ ଦେଖିପାରୁଥିବେ କ୍ଷୀରି କେ लगभग ଇନେ 25 ମିନିଟ୍ ହେଇଯାଇଛି। ଆଉ ଚାଉଳ ଆମର ବହୁତ ବଢ଼ିଆ ଭାବେ ସିଝି ଗଲାନ। ଏବେ ଇ ଷ୍ଟେଜରେ ଆମେ କାଣା କରମା, ଚିନିଟାକେ ଆମେ ଦେଇଦେମା। ତ ଚିନି ଇନେ ଆପଣ ଦେଖିପାରୁଥିବେ ସେଇ କପ୍ ନେଇଛେ 250 ଗ୍ରାମର କପ୍ ଏ, କିନ୍ତୁ ପୁରା ଗୋଟେ କପ୍ ନି ଦେବାର। ଯଦି ଆପଣକେ ମିଠା ପସନ୍ଦ ଅଛି ବେଶୀ ତ ଆପଣ 250 ଗ୍ରାମ ଆପଣ ଚିନି ଦେଇପାରିବେ। ତ ଟିକେ କମ୍ ଅଛି 250 ଗ୍ରାମନୁ, ମାନେ 200 ଗ୍ରାମ लगभग ହେବା। ତ ଆପଣ ଚିନିଟାକେ ଦେଇକରି ଆପଣ ଭଲ ଭାବେ ଗୋଲେଇ ଦେବେ। ଧ୍ୟାନ ରଖିବେ ଚିନି ଦେଲା ପରେ ଆମର ଚାଉଳ ଭଲ ଭାବେ ଟିକେ ନି ସିଝେ। ତ ଚିନିକେ ଆପଣ ଲାଷ୍ଟରେ ହିଁ ଦେବେ। ଆଉ ଇନେ ମୁଇଁ ଭଲ ଭାବେ ଗୋଲେଇ ଦେଇଛେ। ଗ୍ୟାସର ଫ୍ଲେମଟାକେ ଆପଣ ଲୋ ଟୁ ମିଡ଼ିୟମରେ ରଖିଥିବେ। ଏବେ ଇନେ ନେକ୍ସଟ ଷ୍ଟେପକେ ଯିମା। ତ ଇନେ ମୁଇଁ ଇଲାଚି ନଉଛେ 5 ରୁ 6ଟା, ତାକେ ଭଲ ଭାବେ ମୁଇଁ କୁଟି ଦେବି। ଆପଣ ଇନେ ଇଲାଚି ପାଉଡର ବି ଆପଣ ଦେଇପାରିବେ, ରେଡିମେଡ वाला ମାର୍କେଟରେ ମିଲି ଯିସି। ଆଉ ଇନେ ଆପଣ ଦେଖିପାରୁଥିବେ ମୁଇଁ ଇଲାଚିକେ ଭଲ ଭାବେ କୁଟି ଦେଇଛେ। ଆଉ ଯେନ୍ ତାର ମଞ୍ଜି ଅଛି ସେଟା ଭଲ ଭାବେ ପାଉଡର ହେଇଯାଇଛେ। ତ ତାକେ ଗୋଟେ ପ୍ଲେଟରେ ବାହାର କରିଦେବି। ଆଉ ତାକେ ଆମେ ସାଇଡରେ ରଖିଦେମା। ଇଆଡେ ଆମର କ୍ଷୀରି ଆପଣ ଦେଖିପାରୁଥିବେ ବହୁତ ବଢିଆ ଭାବେ ଚିନିଟା ବି ମେଲ୍ଟ ହେଇଯାଇଛେ। ଆଉ ଭଲ ଭାବେ ଫୁଟି ବି ଯାଇଛେ। ଆଉ ଇନେ ଆମର ଯେନ୍ କ୍ଷୀରି ଅଛି ଭଲ ଭାବେ ସିଝି ବି ଗଲାନ ଚାଉଳଟା। ଏବେ ଆମେ ଏଥିରେ ଦେଇଦେମା ମିଲ୍କ ମେଡ୍। ଇନେ ମିଲ୍କ ମେଡ୍ ଗୋଟେ କପ୍ ଅଛି, ମୁଇଁ ସବୁଟାକେ ଦେଇଦେବି ଇନେ। ଆଉ ଏଟା ମୁଇଁ ଥରେ ୟୁଜ୍ କରିଥିଲି ତ ଅଧା ଥିଲା, ତ ବାକି ସବୁଟା ମାନେ ଗୋଟେ କପ୍ ହେବା। ତ ଗୋଟେ କପ୍ କେ ମୁଇଁ ଇନେ ଦେଇ ଦେଇଛି। ଆଉ ଭଲ ଭାବେ ଗୋଲେଇ ଦେବେ। ମିଲ୍କ ମେଡ୍ ଯେତେବେଲେ ଦେବେ ଆପଣ ଲଗାତାର ଟିକେ ଗୋଲାତେଲ୍ ଯିବେ। ଆଉ ଇନେ କ୍ଷୀରିକେ ବନାଲା ବେଲେ ମୁଇଁ କେବେ ବି କଭର ନି करे। କଭର କଲେ କାଣା ହେସି ନା ସେଟା ବାହାରି ଯିସି। ତ ମତେ ପସନ୍ଦ ନି ଲାଗେ ମାନେ କଭର କରବାର ଲାଗି। ଆପଣ ଚାହିଁଲେ କଭର କରିପାରିବେ, ଚାଉଳ ବହୁତ ଜଲ୍ଦି ସିଝି ଯିସି। ତ ଏବେ ଯେନ୍ କାଜୁ ଆଉ କିସମିସଟା ମୁଇଁ ଛାନିକରି ରଖିଥିଲି, ସେ କାଜୁ ଆଉ କିସମିସରୁ ଅଧା ଦେଇଦେବି। ଆଉ ବାକିଟା ଗାର୍ନିଶ ଲାଗି ରଖିଦେବି। ଆଉ କାଜୁ କିସମିସ କେ ଦେଇ ସାରିଲା ପରେ ମୁଇଁ ଇନେ ଭଲ ଭାବେ ଗୋଲେଇ ଦେବି। ଏବେ ଇନେ ମୁଇଁ ଯେନ୍ ଇଲାଚି କେ କୋଟି କରି ରଖିଥିଲି ସେ ଇଲାଚି କେ ବି ଇଥିରେ ଦେଇଦେବି। ଲାଷ୍ଟରେ ଦେବି ଇଲାଚି କେ, ତାର ଫ୍ଲେଭର ବହୁତ ବଢିଆ ଆସି ତାର ବାସ୍ନାଟା। ଆଉ ଆପଣ ଚାହିଁବେ ବୋଲି ଇଥିରେ ଗୁଲାବ ଜଲ ଦେଇପାରିବେ, ତାର ଟେଷ୍ଟ ବି ବହୁତ ଲାଗ୍ସି। କେଶର ବି ଦେଇପାରିବେ, ମୋର ପାଖେ ନେଇଥିଲା ତ ମୁଇଁ ନି ଦେ। ତ ଏବେ ମୁଇଁ ଇଲାଚି ପାଉଡରଟାକେ ଦେଇକରି ଭଲ ଭାବେ ଗୋଲେଇ ଦେଇଛେ। ଇନେ 2 ମିନିଟ୍ ଫୁଟଲା ପରେ ମୁଇଁ ଗ୍ୟାସକେ ବନ୍ଦ କରିଦେଇଛେ। ବନ୍ଦ କରି ସାରିଲା ପରେ ଯେନ୍ ରଖିଥିଲି ସାଇଡରେ କାଜୁ ଆଉ କିସମିସ ତାକେ ମୁଇଁ ଦେଇଦେବି। ତାର ଉପରେ ମୁଇଁ କିଛି ପିସ୍ତାକେ ଗ୍ରେଟ୍ କରି ନେଇଛେ। ଆଉ ଇନେ ତାର ଉପରେ ମୁଇଁ ଦେଇଦେବି କ୍ଷୀରି ଉପରେ। ଆଉ ତାକେ ଟିକେ କଭର କରିଦେବି। ପୁରା କଭର ନି କରବେ, ହାଫ କଭର କରବେ। ଟିକେ ହାଲକା ଖୋଲା ରଖିଥିବେ, ନହେଲେ ପାଣି ବାହାରି ଯିସି, ପାଣି ଫାଟି ଯିସି କହିସନ୍। ତ ଏବେ ଇନେ ଦେଖିପାରୁଥିବେ ଟିକେ ହାଲକା ଥଣ୍ଡା ହେଲା ପରେ ଇନେ ଆମର କ୍ଷୀରି ପୁରା ଭାବେ ରେଡି ହେଇଗଲା। ତ ତାକେ ଆପଣ ସର୍ଭ କରିଦେବେ। ତ ଆଜିର ମୋର ରେସିପି ସରି ଯାଇଛି। ଆଶା କରୁଛେ ଭଲ ଲାଗିଥିବା। ଯଦି ଭଲ ଲାଗିଥିବା ଭିଡ଼ିଓଟାକେ ଜରୁର ଲାଇକ୍ କରିଦେବେ। ତ ଆଜି ରହିଲି, ଫିର ମିଲମା ନୂଆ ଭିଡ଼ିଓ।